ଭାରତ ଓ ପାକିସ୍ତାନ ଯୁଦ୍ଧର କିଛି ଦିନ ପରେ ପୁଣି ଥରେ ପାକିସ୍ତାନ ଦେଖେଇଦେଲା ତାର ଅସଲ ରୂପ। ରିସେଣ୍ଟଲି ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଫ୍ଲାଇଟ୍ ଉପରେ ପ୍ରକୃତିର କୁଆପଥର ମାଡ଼। କୁଆପଥର ମାଡ଼ରୁ ବଞ୍ଚିବା ପାଇଁ ଇଣ୍ଡିଗୋ ଫ୍ଲାଇଟ୍ର ପାଇଲଟ ପାଖରେ ଥିବା ଲାହୋର ଏୟାରପୋର୍ଟକୁ ପରମିଶନ ମାଗିଥିଲେ କି ମୋତେ ରିସେଣ୍ଟଲି ଲ୍ୟାଣ୍ଡିଂ ପାଇଁ ଅନୁମତି ଦିଅନ୍ତୁ, କିନ୍ତୁ ଲାହୋର ଏୟାରପୋର୍ଟର କର୍ମଚାରୀମାନେ ଲ୍ୟାଣ୍ଡିଂ ପାଇଁ ଅନୁମତି ଦେଲେ ନାହିଁ। ଲାହୋର ଏୟାରପୋର୍ଟ ଇଣ୍ଡିଗୋ ଫ୍ଲାଇଟ୍କୁ ଲ୍ୟାଣ୍ଡିଂ କରିବା ପାଇଁ କାହିଁକି ଅନୁମତି ଦେଲା ନାହିଁ? ନା ପାକିସ୍ତାନର ଶତ୍ରୁ ହେଉଛି ଭାରତ। ଶତ୍ରୁ ଦେଶ ହୋଇଥିବାରୁ ଶତ୍ରୁ ଦେଶକୁ ସାହାଯ୍ୟ କଲା ନାହିଁ। ନା ଭାରତ ହେଉଛି ପାକିସ୍ତାନର ବଡ଼ ଶତ୍ରୁ, ସେଇଥିପାଇଁ ପାକିସ୍ତାନ ସାହାଯ୍ୟ କଲା ନାହିଁ। ଆରେ ଭାଇ, ଶତ୍ରୁ ଦେଶ ଯଦି ଶତ୍ରୁକୁ ସାହାଯ୍ୟ କରିପାରିଲା ନାହିଁ, ସେ କି ଶତ୍ରୁ? ଯଦି ଗୋଟିଏ ଶତ୍ରୁ ଆଉ ଗୋଟେ ଶତ୍ରୁର କାମରେ ଆସିଲା ନାହିଁ, ସେ କି ଶତ୍ରୁ? ଶତ୍ରୁତା ଥାଏ ପଛରେ। ଏପଟେ 270 ଜଣ ଯାତ୍ରୀଙ୍କର ଜୀବନ ଉପରେ ଖେଳ ଚାଲିଛି। ଆକାଶ ମଝିରେ ଯଦି ଗୋଟେ ଫ୍ଲାଇଟ୍କୁ କୁଆପଥର ମାଡ଼ ହେଉଛି, ତାହେଲେ ସେ ଫ୍ଲାଇଟ୍ର ପାଇଲଟ ପାଖରେ ଥିବା ଏୟାରପୋର୍ଟକୁ ସାହାଯ୍ୟ ମାଗିବ। ଯଦି ସେ ଏୟାରପୋର୍ଟ ସାହାଯ୍ୟ ନ କଲା, ସେ କି ଏୟାରପୋର୍ଟ? ଇଣ୍ଡିଗୋ ଫ୍ଲାଇଟ୍ର ପାଖରେ ଥିବା ଲାହୋର ଏୟାରପୋର୍ଟକୁ ଫ୍ଲାଇଟ୍ର ପାଇଲଟ ସାହାଯ୍ୟ ମାଗିଥିଲା, କିନ୍ତୁ ସାହାଯ୍ୟ କଲା ନାହିଁ। ଯାହାଫଳରେ ଫ୍ଲାଇଟ୍ ଉପରେ ବହୁତ କୁଆପଥର ମାଡ଼ ହେଇଛି। ଆଉ ସେଇ କୁଆପଥର ମାଡ଼ ଖାଇ ଫ୍ଲାଇଟ୍ ଶ୍ରୀନଗର ଏୟାରପୋର୍ଟକୁ ଆସିଛି, ଆଉ ସେଠି ଲ୍ୟାଣ୍ଡିଂ କରିଛି। ଅଳ୍ପକେ ବଞ୍ଚି ଯାଇଛି 270 ଯାତ୍ରୀଙ୍କର ଜୀବନ।